ନମସ୍କାର ବନ୍ଧୁଗଣ। ଆଜିର ଏହି କାହାଣୀଟି ଆମ ପାଖକୁ ପଠାଇଛନ୍ତି ଆମ ଦର୍ଶକ ବନ୍ଧୁ ରୁଦ୍ର, ଯିଏକି ଭୁବନେଶ୍ୱରରେ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଛନ୍ତି। ସେ କହିଛନ୍ତି ଏହି ଘଟଣାଟି ତାଙ୍କର ଯେତେବେଳେ କରୋନା ଟାଇମ୍ରେ ଲକଡାଉନ୍ ହୋଇଥିଲା, ଯେଉଁ ସମୟରେ ତାଙ୍କ ଅଫିସ୍ ବନ୍ଦ ଥିଲା ଆଉ ସେହି ସମୟରେ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ, ଏ ଘଟଣା ସେଇଠି ତାଙ୍କ ଘରେ ଘଟିଥିଲା। ସେ ତାଙ୍କ ଗାଁର ନାଁ କହିବା ପାଇଁ ମନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ସେ ଯେଉଁ ଭୁଲ କରି ବସିଥିଲେ, ସେତେବେଳେ ସେ ପିଲାଳିଆ ମାଇଣ୍ଡ କାରଣରୁ ଯେଉଁ ଭୁଲ କାମ କରି ବସିଥିଲେ, ଆଉ କାହା ସହିତ ନୁହେଁ ଆଜ୍ଞା, ତାଙ୍କ ଖୁଡ଼ୀଙ୍କ ସହିତ ସେ ଯେଉଁ ଭୁଲ କାମ କରି ବସିଥିଲେ, ଯେମିତି ଏହି କାହାଣୀ ଶୁଣିଲା ପରେ ଅନ୍ୟ କେହି ସେମିତି ନ କରନ୍ତୁ, ସେଇଥିପାଇଁ ସେ ଏହି କାହାଣୀ ଆମ ପାଖକୁ ପଠାଇଛନ୍ତି ଆଉ କହିଛନ୍ତି କି ଏହି କାହାଣୀ ସମସ୍ତଙ୍କୁ ଶୁଣାଅ, ଯାହାଫଳରେ ଯେଉଁ ଭୁଲ ପାଇଁ ମୁଁ ଆଜି ପସ୍ତଉଛି, ମୁଁ ଆଜି ପଶ୍ଚାତାପ କରୁଛି, ସେମିତି ସିଚୁଏସନ୍ ଯେମିତି ଆଉ କାହାର ନ ହେଉ। ତ ଚାଲନ୍ତୁ ଆଉ ବେଶୀ ଡେରି କରିବାନି, ସମ୍ପୂର୍ଣ୍ଣ କାହାଣୀଟି ଶୁଣିବା, ଯାହା ରୁଦ୍ର ଆମକୁ ପଠାଇଛନ୍ତି। ଆପଣମାନଙ୍କୁ ଅନୁରୋଧ କି ଆପଣମାନେ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଶୁଣନ୍ତୁ, ତେବେ ଯାଇ ଆପଣ ଜାଣିପାରିବେ ଏହି କାହାଣୀରେ ଯେଉଁ କାହାଣୀ ଆପଣ ଶୁଣିବା ପାଇଁ ଚାହୁଁଛନ୍ତି, ରୁଦ୍ରଙ୍କର ସତ କାହାଣୀରେ ଭୁଲ କାହାର, ପ୍ରଥମ ଭୁଲ କାହାର ଥିଲା, ତାଙ୍କ ଖୁଡ଼ୀଙ୍କର ଥିଲା ନା ତାଙ୍କ ଦାଦାଙ୍କର ଥିଲା ନା ରୁଦ୍ରଙ୍କର ଥିଲା। ତ ଏହି କାହାଣୀ ଯେତେବେଳେ ତାଙ୍କ ଲକଡାଉନ୍ କାରଣରୁ, କରୋନା ଟାଇମ୍ରେ ଯେଉଁ ଲକଡାଉନ୍ ହୋଇଥିଲା, ସେହି ଲକଡାଉନ୍ କାରଣରୁ ଯେତେବେଳେ ତାଙ୍କ ଅଫିସ୍ ବନ୍ଦ ହୋଇଯାଇଥିଲା, ଆଉ ସେହି ସମୟରେ ସେ ନିଜ ଗାଁକୁ ଫେରି ଯାଇଥିଲେ, ସେତେବେଳେ ଆଜ୍ଞା ସମସ୍ତେ ଯିଏ ଯେଉଁଠି ଚାକିରି କରିଥିଲେ, କି ଯିଏ ଯେଉଁଠି କାମ କରୁଥିଲେ, କି ଯିଏ ଯେଉଁଠି ପାଠ ପଢ଼ୁଥିଲେ, ଘରୁ ଦୂରରେ ରହି ଯିଏ ଯେଉଁଠି ରହୁଥିଲେ, କରୋନା କାରଣରୁ ସମସ୍ତେ ନିଜ ନିଜର ଘରକୁ ଫେରି ଆସିଥିଲେ। ତ ସେମିତି ରୁଦ୍ର ମଧ୍ୟ ନିଜ ଘରକୁ ଫେରି ଆସିଥିଲେ। ସେ ଛୋଟ ବେଳରୁ ଯେତେବେଳେ ସେ ସ୍କୁଲରେ ପଢ଼ୁଥିଲେ, ସେତେବେଳରୁ ସେ ଶୁଣିବାକୁ ପାଆନ୍ତି କି ତାଙ୍କ ଖୁଡ଼ୀ ଅନ୍ୟ ଲୋକମାନଙ୍କ ସହିତ, ତାଙ୍କ ଦାଦା ଯିଏ, ସେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଥିବାରୁ ବାହାରେ, ତାଙ୍କ ଘରଠୁ ବହୁତ ବାହାରେ, ଓଡ଼ିଶା ବାହାରେ ରହି କାମ କରନ୍ତି। ସେଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ, ରୁଦ୍ରଙ୍କର ଖୁଡ଼ୀଙ୍କୁ ସମୟ ଦେଇପାରନ୍ତିନି, ଯାହାଫଳରେ ରୁଦ୍ର ଏହା ଛୋଟବେଳରୁ ଶୁଣି ଆସିଛନ୍ତି କି ତାଙ୍କ ଖୁଡ଼ୀ ତାଙ୍କ ଗାଁର ଅନ୍ୟ 2 ଜଣଙ୍କ ସାଙ୍ଗରେ, ତାଙ୍କ ପ୍ରେମିକମାନଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖନ୍ତି। ସବୁ ସମୟରେ ସେ ଛୋଟବେଳରୁ ଏହା ଶୁଣିଥିଲେ। ତ ଯେଉଁ ସମୟରେ ଲକଡାଉନ୍ କାରଣରୁ ସେ ଘରକୁ ଆସିଥିଲେ, ସେ ସମୟରେ ବି ତାଙ୍କ ଦାଦା ଘରକୁ ଆସିପାରିନଥିଲେ। ଯେମିତିକି ମୁଁ ଆପଣଙ୍କୁ କହିଲି କି ସେ ବହୁତ ଦୂରରେ ରହୁଥିଲେ, ତ ସେହି କାରଣରୁ ମୋତେ ଲାଗୁଛି ସେ ଘରକୁ, କିମ୍ବା କୌଣସି କାରଣରୁ ସେ ଘରକୁ ଆସିପାରିନଥିଲେ। ଯେମିତି ପୂର୍ବ ଭଳି ତାଙ୍କ ଖୁଡ଼ୀ ରହୁଥିଲେ, ସେ ଆଜି ବି ସେମିତି ଏକୁଟିଆ ରହୁଥିଲେ, ଆଉ ତାଙ୍କ ପ୍ରେମିକମାନଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖୁଥିଲେ। ସିଲୁଙ୍କ କହିବା ମୁତାବକ ସେ ତାଙ୍କ ସାଙ୍ଗମାନଙ୍କ ଠାରୁ ଶୁଣିଥିଲେ କି ସିଲୁଙ୍କ ବାରି ଆଉ ତାଙ୍କ ବାରି ଲଗାଲଗି। ତ ସେ ତାଙ୍କ ସାଙ୍ଗମାନଙ୍କ ଠାରୁ ଶୁଣିଥିଲେ କି ସେହି ବାରିରେ ସେ ତାଙ୍କ ପ୍ରେମିକମାନଙ୍କୁ, ତାଙ୍କ ଆଶିକମାନଙ୍କୁ ଡାକି ଖରାବେଳେ, ଆଜ୍ଞା ଆପଣ ଠିକ୍ ଶୁଣିଲେ, ଖରାବେଳେ ତାଙ୍କ ଖୁଡ଼ୀ ତାଙ୍କ ପ୍ରେମିକମାନଙ୍କୁ ତାଙ୍କ ବାରିପଟକୁ ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହା ରୁଦ୍ର କେବଳ ଶୁଣିଥିଲେ। ତ ଏମିତି ଗୋଟିଏ ଦିନ ଯେତେବେଳେ ରୁଦ୍ର ତାଙ୍କ ଘରେ ଟାଇମ୍ ପାସ୍ କରୁଥିଲେ, ଏମିତି ଗୋଟିଏ ଦିନ ଖରାବେଳେ ସେ ତାଙ୍କ ସାଙ୍ଗ ସହିତ ଫୋନ୍ରେ କଥା ହୋଇ ତାଙ୍କ ବାରିପଟକୁ ଚାଲି ଆସିଲେ।
ସେତେବେଳେ ସେ ଦେଖିବାକୁ ପାଇଲେ କି ମାନେ ଟିକେ ଦୂରରେ ତାଙ୍କ ବାଡ଼ିଟା ଆଜ୍ଞା ବହୁତ ବଡ଼ ଥିଲା, ଆଉ ଆଖପାଖରେ ଘର ବି ନଥିଲା କିଛି। ମାନେ ଏପଟେ ରୁଦ୍ରଙ୍କ ଘର, ଆଉ ସେ ତାଙ୍କ କିଛି ଦୂରରେ ମାନେ ବାରିଟାଙ୍କୁ କ୍ରସ୍ କଲେ ତାଙ୍କ ଖୁଡ଼ୀଙ୍କ ଘର। ତାଙ୍କ ଖୁଡ଼ୀଙ୍କର ମାନେ ବହୁତ ଧନୀ, ତାଙ୍କର ବହୁତ ପଇସା ବାଲା ଘର ତାଙ୍କର। ତାଙ୍କ ଦାଦା ଯେଉଁ ଚାକିରି କରିଛନ୍ତି, ଭଲ ଦରମା, ସେ ମୋଟା ଅଙ୍କରେ ଦରମା ପାଆନ୍ତି। ତ ସେ ସେଦିନ ତାଙ୍କ ବାରିକୁ ଯେତେବେଳେ କଥା ହୋଇ ହୋଇ ଗଲେ, ସେ ଦେଖିବାକୁ ପାଇଲେ କି ଦୁଇ ଜଣ କିଏ ମାନେ ଟିକେ ଦୂରରେ ଦୁଇ ଜଣ ଶୋଇଛନ୍ତି, ଆଉ କିଛି ସାଉଣ୍ଡ ଶୁଭୁଛି। ମୁଁ ଏଠି କେଉଁ ସାଉଣ୍ଡ କଥା କହୁଛି ଆପଣମାନେ ଭଲରେ ଶୁଣିପାରୁଥିବେ, ମାନେ ଭଲରେ ବୁଝିପାରୁଥିବେ। ତ ରୁଦ୍ର ତାଙ୍କ ପାଖକୁ ଧୀରେ ଧୀରେ ପାଦ ଚିପି ଚିପି ଯାଇ ମାନେ ତାଙ୍କ ଖୁଡ଼ୀଙ୍କର କାର୍ଯ୍ୟକଳାପକୁ, ତାଙ୍କ ଖୁଡ଼ୀ ଆଉ ତାଙ୍କ ପ୍ରେମିକଙ୍କର ଯେଉଁ କାର୍ଯ୍ୟକଳାପ, ତାକୁ ନିଜ ମୋବାଇଲରେ ଭିଡ଼ିଓ ରେକର୍ଡ଼ିଂ କରିଦେଲେ ଲୁଚି ଲୁଚି, ଯାହାକି ତାଙ୍କ ଖୁଡ଼ୀ ଆଉ ତାଙ୍କ ପ୍ରେମିକକୁ ଜଣା ପଡ଼ିଲା ନାହିଁ। ସେ ଗୋଟେ ଗଛ ପଛପଟେ ଲୁଚି ଲୁଚି ଏମିତି ଭିଡ଼ିଓ ରେକର୍ଡ଼ିଂ କରିଦେଲେ। ତ ଯେତେବେଳେ ତାଙ୍କ କାମ ସରିଲା, ସେମାନେ ଝାଡ଼ି ଝୁଡ଼ି ହୋଇ ମାନେ ଉଠିଲେ, ସେତେବେଳେ ରୁଦ୍ର ବାହାରକୁ ଆସିଲେ। ମୁଁ ଏଠି ରୁଦ୍ର ଜାଗାରେ ମୋ ପାଟିରେ ଟିକେ ସିଲୁ ପଶି ଯାଉଥିବାରୁ ମୁଁ କ୍ଷମା ଚାହିଁବି। ତ ସେତେବେଳେ ରୁଦ୍ର ବାହାରକୁ ଆସିଲେ, ଆଉ ସେଇଠି ସେ ଯେଉଁ ଲୋକ ମାନେ ତାଙ୍କ ଖୁଡ଼ୀଙ୍କର ଯିଏ ପ୍ରେମିକ, ତାଙ୍କୁ ଭାଷା ଅଭାଷାରେ ଗାଳି ଦେବାକୁ ପ୍ରଥମେ ଲାଗିଲେ। ମାନେ ଆପଣ ବୁଝିପାରୁଥିବେ ମୁଁ କ'ଣ କହିବା ପାଇଁ ଚାହୁଁଛି। ଭାଷା ଯେଉଁ ମାନେ ଦୋ ଭାଷା ଲଗେଇକି ତାଙ୍କୁ ଗାଳି ଦେବାରେ ଲାଗିଲେ। ଆଉ ଟିକେ ନାକୁ ଭିଡ଼ିଓ ପ୍ଲେ କରିକି ତାଙ୍କ ଫୋନ୍ରେ ଏହା ଦେଖାଇ ଦେଲେ କି ମୁଁ ଭିଡ଼ିଓ ରେକର୍ଡ଼ିଂ କରିଛି। ଆଉ ସେ ଯେଉଁ ପିଲା ତାଙ୍କ ସହିତ, ତାଙ୍କ ଖୁଡ଼ୀଙ୍କ ସହିତ ଏ କାମ କରୁଥିଲା, ତାକୁ ଭାଷା ଲଗେଇକି କହିଲେ କି ରହ, ତୋତେ ଆଜି ଗାଁରେ ସମସ୍ତଙ୍କଠୁ ମାଡ଼ ଖୋଇକି ତୋତେ ଗାଁରୁ ବାହାର କରୁଛି, ତୁ କେମିତି ଏ କାମ କରିବାକୁ ସାହସ କଲୁ। ଏମିତି କହିବା ଭିତରେ ରୁଦ୍ରଙ୍କ ଖୁଡ଼ୀ ଆଉ ସେ ଲୋକ ରୁଦ୍ରଙ୍କ ପାଦ ତଳେ ଆସି ପଡ଼ିଯାଆନ୍ତି, ଆଉ କହିବାକୁ ଲାଗନ୍ତି କି ଆମର ଭୁଲ ହୋଇଯାଇଛି, ଏମିତିକା ଭୁଲ ଆମେ ଆଉ କେବେ କରିବୁନି। ତମେ ଯେତେ ପଇସା ମାଗିବ ଆମେ ଦେବୁ, ତମେ ଯାହା କହିବ ଆମେ କରିବୁ। ପ୍ଲିଜ୍ ଦୟାକରି ସେ ଭିଡ଼ିଓକୁ ତମ ଫୋନ୍ରୁ ଡିଲିଟ୍ କରିଦିଅ। ମାନେ ଦୁଇ ଜଣ ଯାକ ଏକା ସାଙ୍ଗରେ ଏମିତି କଥା ରୁଦ୍ରଙ୍କୁ କହୁଥାନ୍ତି। ତାଙ୍କ ଗୋଡ଼ ତଳେ ପଡ଼ିକି ଏମିତି କଥା ରୁଦ୍ରଙ୍କୁ କହୁଥାନ୍ତି। ତ ରୁଦ୍ର ସେଇଠୁ ସେମାନଙ୍କୁ କହିଲେ, ସେ ଦୁଇ ଜଣଙ୍କୁ କହିଲେ, ଭିଡ଼ିଓ ତ ମୁଁ ଡିଲିଟ୍ କରିବି, କିନ୍ତୁ ଗୋଟିଏ ସର୍ତ୍ତରେ। ତମେ ଦୁଇ ଜଣ ମୋତେ କଥା ଦିଅ, ଏମିତିକା କାମ ତମେ ଆଉ କେବେ କରିବନି। ତ ସେ ଲୋକ ଆଉ ତାଙ୍କ ଖୁଡ଼ୀ ତାଙ୍କୁ କଥା ଦେଲେ କି ଆମେ ଆଉ କେବେ ବି ଏମିତି ଭୁଲ କାମ କରିବୁନି। ତାପରେ ରୁଦ୍ର ସେ ଲୋକକୁ ପଠାଇ ଦେଲେ, କହିଲେ ତୁ ଯା। ଆଉ ତାଙ୍କ ଖୁଡ଼ୀଙ୍କୁ କହିଲେ କି ଖୁଡ଼ୀ ତମେ ଟିକେ ରୁହ, ମୋର ତମ ସହ କିଛି କଥା ଅଛି। ସେତେବେଳେ ଆଜ୍ଞା ମୁଁ କହିବାକୁ ଚାହିଁବି, ସେତେବେଳେ ରୁଦ୍ରଙ୍କର ମାତ୍ର 27 ବର୍ଷ ହୋଇଥିଲା। ମାନେ ଆପଣ ଜାଣିପାରୁଥିବେ ଟିନ୍ ଏଜ୍ ପିଲାମାନଙ୍କର ଗରମ କେତେ। ଯେତେବେଳେ ସେମାନେ ଏମିତିକା କାମ କାହାକୁ କରୁଥିବାର, କେଉଁ ମହିଳାକୁ କିମ୍ବା କେଉଁ ଝିଅକୁ ଏମିତି କାମ କରୁଥିବାର ଦେଖନ୍ତି, କିମ୍ବା କାହା ସହିତ ଏମିତି କରୁଥିବାର ସେମାନେ ଶୁଣିବାକୁ ପାଆନ୍ତି, ସେମାନଙ୍କ ଦେହରେ ଏକ ଅଲଗା ପ୍ରକାରର ଗରମ ଆସିଯାଏ। ତାଙ୍କ ଲୁହା ଗରମ ହେବାକୁ ଲାଗେ। ମାନେ ମୁଁ ଆପଣଙ୍କୁ ଏଠି କ'ଣ କହିବାକୁ ଚାହୁଁଛି, ଆପଣମାନେ ଭଲରେ ବୁଝିପାରୁଥିବେ। ରୁଦ୍ର ଖାଲି ଆଜ୍ଞା ଏମିତି ତ ଖାଲି ଶୁଣିଲେ ପିଲାମାନଙ୍କର ଦେହରେ ଗରମ ଆସିଯାଏ, ମାନେ ତାଙ୍କ ଲୁହା ବଡ଼ ହୋଇଯାଏ। ଆଉ ସେ ମଧ୍ୟ ଚାହାନ୍ତି କି ତା ସହିତ ସେ ବି ଏମିତି କାମ କରନ୍ତେ କି। ତ ସେ ରୁଦ୍ର ଖାଲି ଏହା ଶୁଣି ନଥିଲେ, ସେ ଆଜି ତାହା ଆଖିରେ ଦେଖି ସାରିଥିଲେ। ତ ସେଇଥିପାଇଁ ରୁଦ୍ରଙ୍କର ମଧ୍ୟ ମନରେ ତାଙ୍କ ଖୁଡ଼ୀଙ୍କ ପ୍ରତି କାମ ବାସନା ଜାଗ୍ରତ ହୋଇସାରିଥିଲା। ସେ ବି ସେ ଲୋକ ଭଳିଆ ନିଜ ଖୁଡ଼ୀଙ୍କ ସହିତ
ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇସାରିଥିଲା। ତ ସେ ତାଙ୍କ ଖୁଡ଼ୀଙ୍କୁ ରଖାଇ ତାଙ୍କୁ ଏହା କହିଲେ କି, ଖୁଡ଼ୀ, ଦାଦା ତମକୁ ମାନେ ପ୍ରଥମେ ତାଙ୍କ ମନରେ ତ ଏହା ଆସିସାରିଥିଲା କି ସେ ତାଙ୍କ ଖୁଡ଼ୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ, କିନ୍ତୁ ମ୍ୟାନେଜ୍ ପାଇଁ, ମାନେ ଫାଷ୍ଟ ଲାଜ ପାଇଁ ନିଜ ଭାବନାକୁ ତାଙ୍କ ଆଗରେ ପ୍ରକାଶ କଲେ। ମାନେ ବଞ୍ଚେଇ ବଞ୍ଚେଇ ସେ କହିଲେ କି, ଖୁଡ଼ୀ, ଦାଦା ତ ତମକୁ କେଉଁଥିରେ ଅଭାବ ରଖିନାହାନ୍ତି, ତ ତମେ ଏମିତିକା କାମ କାହିଁ କରୁଛ? ତାପରେ ତାଙ୍କ ଖୁଡ଼ୀ ଉତ୍ତର ଦେଲେ କି, ତମ ଦାଦା ତ କାହିଁକି ଜାଣି କେତେ ଦିନକୁ ଥରେ ଘରକୁ ଆସୁଛନ୍ତି, ଆଉ ମୁଁ ମୋ ନିଜକୁ କଣ୍ଟ୍ରୋଲ କରିପାରୁନି। ସେତିକିରେ ମୋ ଭୋକ ମେଣ୍ଟୁନି, ତ ମୁଁ କ'ଣ କରିବି? ସେଇଥିପାଇଁ ମୁଁ ମୋ ସୁଯୋଗ ମାନେ ମୋ ସୁବିଧା ମୁଁ ଦେଖିଲି। ସାହିର ଅନ୍ୟ 2 ଜଣ ପୁରୁଷଙ୍କ ସହିତ ମୁଁ ଏମିତିକା କାମ କରିବାକୁ ଲାଗିଲି। ଏଥିରେ ମୋର କ'ଣ ଭୁଲ ରହିଲା? ଯଦି ତମ ଦାଦା ମୋତେ ସନ୍ତୁଷ୍ଟ କରିଥାନ୍ତେ, ନିଜ ପାଖରେ ନେଇକି ମୋତେ ରଖିଥାନ୍ତେ, କିମ୍ବା ସେ ମଧ୍ୟ ଏଠି ଆସି ରହିଥାନ୍ତେ ସବୁଦିନ, ଆଉ ସବୁଦିନ ମୋ ସହିତ ଏମିତିକା କାମ କରିଥାନ୍ତେ, ମୁଁ ଅନ୍ୟ ପୁରୁଷଙ୍କୁ ଚାହିଁ ବି ନଥାନ୍ତି। ଆଜ୍ଞା, ଧ୍ୟାନର ସହିତ ସମ୍ପୂର୍ଣ୍ଣ କାହାଣୀଟି ଶୁଣନ୍ତୁ, ତାପରେ ଆପଣମାନେ କହିବେ କି ଏଠି ଭୁଲ କାହାର ରହିଲା। ସମ୍ପୂର୍ଣ୍ଣ କାହାଣୀଟି ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଜମାରୁ ବି ସ୍କିପ୍ କରନ୍ତୁନି, ଶୁଣନ୍ତୁ। ତ ରୁଦ୍ର ତାଙ୍କ ଖୁଡ଼ୀଙ୍କଠୁ ଏମିତି ଶୁଣି ସାରିଲା ପରେ ତାଙ୍କୁ କହିଲେ କି, ହଉ ଖୁଡ଼ୀ, ଯଦି ତମ ଦାଦା ତମ ସାଙ୍ଗେ କରିପାରୁନାହାନ୍ତି, ମାନେ ଦାଦା ତମ ସାଙ୍ଗେ କରିପାରୁନାହାନ୍ତି, ତାହେଲେ ତମେ ନିଜକୁ ବି ସାଟିସ୍ଫାଏ କରିପାରିବ। ମାନେ ରୁଦ୍ର ଏଠି ତାଙ୍କୁ କ'ଣ କହିବା ପାଇଁ ଚାହିଁଲେ, ସେ ତ ତାଙ୍କୁ ଖୋଲିକି କହିଲେ, କିନ୍ତୁ ମୁଁ ଆପଣମାନଙ୍କୁ ଖୋଲିକି କହିପାରିବିନି। ଆପଣମାନେ ବୁଝିପାରୁଥିବେ ମୁଁ ଏଠି କ'ଣ କହିବା ପାଇଁ ଚାହୁଁଛି। ତ ରୁଦ୍ର କହିଲେ କି, ମାନେ ରୁଦ୍ରଙ୍କ କଥା ଶୁଣି ତାଙ୍କ ଖୁଡ଼ୀ କହିଲେ କି, ଦେଖ, ଯାହା ବି ହେଲା, ତମେ ଯଦି କହିବ ମୁଁ ଏମିତିକା କାମ ଆଉ କେବେ କରିବିନି, ମୁଁ ନିଜକୁ ସାଟିସ୍ଫାଏ କରିଦେବି, କିନ୍ତୁ ପ୍ଲିଜ୍ ତମେ ସେ ଭିଡ଼ିଓ ଡିଲିଟ୍ କରିଦିଅ। ନହେଲେ ତମେ ଯଦି ଏ ଭିଡ଼ିଓ କାହାକୁ ଦେଖାଇଦେବ, ମୁଁ ରାସ୍ତାଘାଟରେ ଗାଁ ମୁଣ୍ଡରେ ମୁଣ୍ଡ ଟେକି ବାଟ ଚାଲିପାରିବିନି। ମୋତେ ଦୁନିଆ ଲୋକ ଦୁନିଆ କଥା କହିବେ, ମୋତେ ଏ ସମାଜ ବଞ୍ଚିବାକୁ ଦେବନି। ତାପରେ ରୁଦ୍ର ତାଙ୍କୁ କହିଲେ କି, ଖୁଡ଼ୀ, ଭିଡ଼ିଓ ତ ମୁଁ ଡିଲିଟ୍ କରିଦେବି, କିନ୍ତୁ ମୋତେ ଏଥିରୁ କ'ଣ ମିଳିବ? ତାପରେ ତାଙ୍କ ଖୁଡ଼ୀ କହିଲେ, ତମେ କ'ଣ କହିବା ପାଇଁ ଚାହୁଁଛ ଖୋଲିକି କୁହ। ତମକୁ ପଇସା ଦରକାର ତ? କେତେ ପଇସା ଦରକାର କୁହ। ତାପରେ ରୁଦ୍ର କହିଲେ, ମୋର ପଇସା ଦରକାର ନାହିଁ। ଏ ବୟସରେ ମୋର କ'ଣ ଦରକାର ଆପଣ ଭଲରେ ଜାଣିପାରୁଥିବେ। ତମେ ଏଇ ଲୋକ ସହିତ, ମାନେ ତମ ପ୍ରେମିକମାନଙ୍କ ସହିତ ଯେଉଁ କାମ କରୁଛ, ମୋତେ ବି ତମଠାରୁ ସେହି ସୁଖ ଦରକାର। ତାଙ୍କ ଖୁଡ଼ୀ ତ ସେହି ରକମର ଲୋକ ଜଣେ, ତ ସେ ତୁରନ୍ତ ରୁଦ୍ରଙ୍କ କଥାରେ ରାଜି ହୋଇଗଲେ। ଆଉ ସେଇଠି ସେହି ସମୟରେ ରୁଦ୍ରଙ୍କୁ କରିବାକୁ କହିଲେ। ରୁଦ୍ର କହିଲେ କି, ମୁଁ ଏଠି ମାନେ ତମ ପ୍ରେମିକମାନଙ୍କ ଭଳିଆ ମୁଁ ଏଠି ତମ ସହ ସେ କାମ କରିପାରିବିନି। ମୁଁ ତମରି ଘରେ ତମ ସହ କରିବି। ମାନେ ଦାଦା ତମକୁ ଯେମିତି କରିବା କଥା ତମରି ଘରେ ମୁଁ ତମ ସହ ଏମିତି କାମ କରିବି। ତାପରେ ତାଙ୍କ ଖୁଡ଼ୀ ରୁଦ୍ରଙ୍କ କଥାରେ ରାଜି ହୋଇଗଲେ। ଆଉ ସେଇଦିନ ରାତିରେ 10ଟା ବେଳକୁ ତାଙ୍କ ଘରକୁ ଆସିବାକୁ କହିଲେ। ତାପରେ ରୁଦ୍ର ରେଡ଼ି ହୋଇ, ମାନେ ନିଜର ଜିନିଷ ଧରି, କେଉଁ ଜିନିଷ ନେଇକି ଯାଇଥିବେ ଆପଣମାନେ ଭଲରେ ଜାଣିପାରୁଥିବେ। ଏ କାମ କରିବା ପୂର୍ବରୁ ଲୋକ କେଉଁ ଜିନିଷ ସବୁ ନେଇକି ଯାଆନ୍ତି। ତ ରୁଦ୍ର ସେଇ ଜିନିଷକୁ ନେଇକି ତାଙ୍କ ଘରକୁ ଗଲେ। ସେଇ ବାରିପଟେ ଦାଣ୍ଡ ପଟେ ଗଲେ, କାଳେ କିଏ ଦେଖିଦେବ ବୋଲି ଡରିକି ରୁଦ୍ର ସେଇ ବାରିପଟେ ତାଙ୍କ ଘରକୁ ଗଲେ। ଆଉ ଯୋଗକୁ ସେଦିନ ତାଙ୍କ ଘରେ କେହି ବି ନଥିଲେ, ନା ତାଙ୍କ ଶାଶୁ ଥିଲେ ଆଉ ନା ତାଙ୍କ ଶ୍ୱଶୁର। କେବଳ ତାଙ୍କ ଖୁଡ଼ୀ ଏକୁଟିଆ ତାଙ୍କ ଘରେ ଥିଲେ। ଆଉ ତାଙ୍କ କଥା ମୁତାବକ ତାଙ୍କ ଖୁଡ଼ୀ ବାରିପଟେ ରୁଦ୍ରଙ୍କୁ ଅନେଇ ରହିଥିଲେ, ମାନେ ଅପେକ୍ଷା କରିଥିଲେ। ତ ରୁଦ୍ର ଦେଇଥିବା ଟାଇମ୍ରେ ଯେତେବେଳେ ଯାଇ ପହଞ୍ଚିଗଲେ,
ତାଙ୍କ ଖୁଡ଼ି ତାଙ୍କୁ ଘର ଭିତରକୁ ଡାକିନେଲେ। ରୁଦ୍ର ପ୍ରଥମେ ଆଖି ବୁଲେଇ ତାଙ୍କ ଘର ଆଡ଼େ ସବୁଆଡ଼େ ନଜର ବୁଲେଇବାକୁ ଲାଗିଲେ। ତ ରୁଦ୍ରଙ୍କୁ ଏମିତି ନଜର କରୁଥିବାର ଦେଖି ତାଙ୍କ ଖୁଡ଼ି ରୁଦ୍ରକୁ କହିଲେ, ଆଜି ଘରେ କେହି ନାହାନ୍ତି, ତମେ ଜମାରୁ ବି ଡିଷ୍ଟର୍ବ ହୁଅ ନାହିଁ, ଆଉ ଜମାରୁ ଚିନ୍ତା କର ନାହିଁ। ଘରେ କେବଳ ଆଜି ତମେ ଆଉ ମୁଁ। ତମର ଯାହା ଇଚ୍ଛା ତମେ କର, କିନ୍ତୁ କରିସାରିବା ପରେ ମୋ ଆଖି ଆଗରେ ସେ ଭିଡ଼ିଓକୁ ଡିଲିଟ୍ କରିଦେବ। ତାପରେ ଆଜ୍ଞା ମୁଁ ଆପଣମାନଙ୍କୁ ଆଉ କ'ଣ କହିବି, ଆପଣମାନେ ତ ସବୁ ବୁଝିପାରୁଥିବେ। ତାପରେ ସେହିଦିନ ରୁଦ୍ର ତାଙ୍କ ଖୁଡ଼ିଙ୍କ ରୁମ୍କୁ ତାଙ୍କୁ ନେଇଯାଇ ତାଙ୍କ ବେଡ଼୍ ଉପରେ, ମାନେ ସେ କବାଟ ବନ୍ଦ କରି ତାଙ୍କ ବେଡ଼୍ ଉପରେ ସେ ସବୁ କିଛି କରିଲେ ଯାହା ତାଙ୍କ ଦାଦା ତାଙ୍କ ଖୁଡ଼ିଙ୍କ ସହ କରିବା କଥା। ରାତି ସାରା ସେ ନିଜର ମନ ଶାନ୍ତି କରିବାକୁ ଲାଗିଲେ ତାଙ୍କ ଖୁଡ଼ିଙ୍କ ସହ। ତାଙ୍କ ଖୁଡ଼ିଙ୍କର ବି ଏଇଆ ହିଁ ଇଚ୍ଛା ଥିଲା କି ଯାହା ତାଙ୍କ ଦାଦା ମାନେ କ'ଣ, ତାଙ୍କ ଖୁଡ଼ିଙ୍କର ତାଙ୍କ ସ୍ୱାମୀଙ୍କଠୁ ଏହା ହିଁ ଇଚ୍ଛା ଥିଲା। ତାଙ୍କ ସ୍ୱାମୀ ତ ଦେଇପାରିଲେନି, ଯାହା ରୁଦ୍ର ଏବେ ତାଙ୍କୁ ଦେଉଥିଲେ, ଯାହା ରୁଦ୍ର ଏବେ ତାଙ୍କ ସହ କରୁଥିଲେ। ତାପରେ ସେମାନେ ଦୁହେଁ ଏକ ହୋଇଗଲେ, ଖରାପ ସମ୍ପର୍କରେ ବାନ୍ଧି ହୋଇଗଲେ। ସେହି ଦିନଠାରୁ, ମାନେ ସେହିଦିନ ସେ ଗାଈ କାମ କରିସାରିବା ପରେ ରୁଦ୍ର ତାଙ୍କ ଆଖି ଆଗରେ ଏଇ ଭିଡ଼ିଓ ଡିଲିଟ୍ କରିଦେଲେ। ଯେଉଁ ଭିଡ଼ିଓ ସେ ଲୁଚିକି କରିଥିଲେ ସେ ଭିଡ଼ିଓ ତାଙ୍କ ଆଖି ଆଗରେ ଡିଲିଟ୍ କରିଦେଲେ। ଆଉ ସକାଳ ହେବା ପୂର୍ବରୁ ସେ ତାଙ୍କ ଘରକୁ ଲୁଚିକି ପଳେଇ ଆସିଲେ। ସେହି ଦିନଠାରୁ ରୁଦ୍ରଙ୍କ କହିବା ମୁତାବକ ଯେପର୍ଯ୍ୟନ୍ତ, ମାନେ ଯେତିକି ଦିନ ଲକଡାଉନ୍ ହୋଇଥିଲା, ତାଙ୍କ ଖୁଡ଼ି ତାଙ୍କ ପ୍ରେମିକମାନଙ୍କୁ ଆଉ ରାତିରେ ତ ସେ କରନ୍ତିନି, ସେ ଦିନରେ କରନ୍ତି। ସେ ତାଙ୍କ ପ୍ରେମିକମାନଙ୍କ ସହିତ କେବେ ବି କଥା ହୋଇନାହାନ୍ତି। ମାନେ କଥା ହୋଇଥିବେ, ଲୁଚିକି କେବେ କେତେବେଳେ କଥା ହୋଇଥିବେ, କିନ୍ତୁ ଏମିତିକା କାମ ସେ କେବେ ବି କରିନାହାନ୍ତି ଯେପର୍ଯ୍ୟନ୍ତ ଲକଡାଉନ୍ ଚାଲିଥିଲା ଆଉ ରୁଦ୍ର ତାଙ୍କ ଗାଁରେ ଥିଲେ। କାହିଁକିନା ରୁଦ୍ର ସବୁଦିନ, ହଁ ଆଜ୍ଞା, ସେତେବେଳେ ସେ କ'ଣ ଭାବିଥିଲେ ମୁଁ ଜାଣିନି, ସେଟା ବି ସେ ବୟସ ଆଜ୍ଞା, ସେତେବେଳେ 27 ବର୍ଷ ତାଙ୍କୁ ହେଇଥିଲା। ଆପଣମାନେ ନିଜେ ଭାବନ୍ତୁ, ଏମିତି ଟିନ୍ ଏଜ୍ର ପିଲାମାନେ, ଅବିବାହିତ ପିଲାମାନେ ଏମିତିକା ନାରୀକୁ ବା ମହିଳାକୁ ଦେଖିଲେ କ'ଣ କିଏ ଛାଡ଼ୁଛି ଆଜିକାଲି ଦୁନିଆରେ? ତ ରୁଦ୍ର ବି ସେଇ କାମ କରିଥିଲେ। ଥରେ ମଜା ପାଇଗଲା ପରେ ତ ସେ ସବୁଦିନ ରାତିରେ ତାଙ୍କ ସହ ରାତି କାଟିବାକୁ ଲାଗିଲେ। ତ ଏମିତିରେ ଗୁଡ଼ାଏ ଦିନ ବିତିଗଲା। ଯେତେବେଳେ ଲକଡାଉନ୍ ସରିଲା, ସେ ନିଜ ଅଫିସକୁ ଆସିଲେ। ତାପରେ ବି ସେ ନିଜ ଖୁଡ଼ିଙ୍କ ସହିତ ଫୋନରେ କଥା ହେଉଥିଲେ। ତ ତାଙ୍କ ମୁଣ୍ଡରେ ଏ ବୁଦ୍ଧି ସେତେବେଳେ ଜୁଟିଲା, ମାନେ ସେ ଯେଉଁ ପାପ କାମ କଲେ, ତାଙ୍କ ଖୁଡ଼ିଙ୍କ ସହିତ ସେ ଯେଉଁ ପାପ କାମ କରି ବସିଥିଲେ, ଏହା ଖରାପ ବୋଲି ତାଙ୍କ ମୁଣ୍ଡରେ ସେତେବେଳେ ବୁଦ୍ଧି ଜୁଟିଲା ଯେତେବେଳେ ତାଙ୍କ ଲାଇଫ୍ରେ ଆଉ ଜଣେ ଝିଅ ଆସିଲା। ମାନେ ସେ ଏବେ ବିବାହ କରିସାରିଲେଣି, କିନ୍ତୁ ଗୋଟିଏ ବର୍ଷ ତଳୁ ଯେତେବେଳେ ତାଙ୍କ ଲାଇଫ୍ରେ ଜଣେ ଝିଅ ଆସିଲା, ସେତେବେଳେ ସେ ନିଜର ଭୁଲକୁ ବୁଝିପାରିଲେ। ଆଜ୍ଞା କୁହନ୍ତିନି ନା, ଯେତେବେଳେ ମାନେ କ'ଣ କୋଦାଳ କାନ୍ଧରେ ପଡ଼ିଲେ ବୁଦ୍ଧି ଆପେ ଆପେ ଆସିଯାଏ। ତ ରୁଦ୍ରଙ୍କ ଲାଇଫ୍ରେ ବି ଠିକ୍ ସେମିତି ହିଁ ହେଲା। ଯେତେବେଳେ ତାଙ୍କ ଲାଇଫ୍କୁ ଜଣେ ଝିଅ ଆସିଲା, ପରିବାର ବୋଲି ତାଙ୍କ ମୁଣ୍ଡରେ କ'ଣ ବୋଲି ଗୋଟେ ବୁଦ୍ଧି ପଶିଲା। ତ ସିଏ ସେହି ଦିନଠାରୁ ଜାଣିପାରିଲେ କି ତାଙ୍କ ଖୁଡ଼ିଙ୍କ ସହ ସେ ବହୁତ ବଡ଼ ଭୁଲ କାମ କରି ବସିଛନ୍ତି, ବହୁତ ବଡ଼ ପାପ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି। ଆଉ ସେ ସେହି ଦିନଠାରୁ ତାଙ୍କ ଖୁଡ଼ିଙ୍କ ସହିତ ସବୁ ସମ୍ପର୍କ କାଟିଦେଲେ। ନା ତାଙ୍କ ସହିତ ଫୋନରେ କଥା ହେଲେ, ନା ଘରକୁ ଯିବା ପରେ ବି ତାଙ୍କ ଖୁଡ଼ିଙ୍କ ଘର ଆଡ଼େ ତାଙ୍କୁ ଦେଖା କରିବା ପାଇଁ ଗଲେ। ତାଙ୍କ ସହିତ ସେ ସବୁ ଲେନଦେନ ବନ୍ଦ କରିଦେଲେ। ଆଉ ସେ ସେହି ଦିନଠାରୁ ପଶ୍ଚାତାପ କରିବାରେ ଲାଗିଲେ କି ମୁଁ କାହିଁକି ଏମିତିକା ପାପ କାମ କରୁଥିଲି, ମୋ ମୁଣ୍ଡରେ ସେତେବେଳେ ଏମିତିକା ବୁଦ୍ଧି କାହିଁକି ଆସିନଥିଲା, ଯାହାଫଳରେ ମୁଁ ନିଜକୁ କଣ୍ଟ୍ରୋଲ ନ କରିପାରି ଏମିତିକା ପାପ ସମ୍ପର୍କରେ ବାନ୍ଧି ହୋଇଗଲି, ତାହା ପୁଣି ନିଜ ଖୁଡ଼ିଙ୍କ ସହିତ। ତ ଏମିତି ସେ ବହୁତ ମନ ଦୁଃଖ କଲେ। ଆଜି ବି, ହଁ ଆଜ୍ଞା, ଆଜି ବି ସେ ନିଜର ଭୁଲ ପାଇଁ ପଶ୍ଚାତାପ କରୁଛନ୍ତି।
ସେଇଥିପାଇଁ ସେ ଏ କାହାଣୀ ଆମକୁ ସେୟାର କରି ଏହା କହିଛନ୍ତି କି ଏ କାହାଣୀ ସମସ୍ତଙ୍କୁ ଭାଇ ଶୁଣାଅ, ଯାହାଫଳରେ ଯେଉଁ ଭୁଲ ମୁଁ କରି ବସିଲି, ଯେମିତି ଏହି କାହାଣୀ ଶୁଣିଲା ପରେ ଏମିତି ଭୁଲ ଯେମିତି ଆଉ କେହି ବି ନ କରନ୍ତୁ। କାହିଁକି ନା ନିଜେ ନିଜକୁ ଯେତେବେଳେ ଯଦି ଟିକେ କଣ୍ଟ୍ରୋଲ ନ କରିପାରିବ, ଏ କାମ ଯଦି ଥରେ କରିଦେବ ନା, ଏ କାମ କଲାବେଳେ ତ ବହୁତ ମଜା ଲାଗିବ, କିନ୍ତୁ ଯେତେବେଳେ ତୁମର ସବୁ କିଛି ସରିଯିବ, ଡିସଚାର୍ଜ ହେଇଯିବ, ନିଜ ପରିବାର ପ୍ରେସର ନିଜ ମୁଣ୍ଡକୁ ପଳେଇ ଆସିବ, ସେତେବେଳେ ଆଜ୍ଞା ଆପଣମାନେ ବୁଝିପାରୁଥିବେ କି ମାନେ ମୁଣ୍ଡରେ ବୁଝିପାରିବେ କି ଆପଣ କାହିଁକି ଏମିତିକା ଭୁଲ କାମ କରୁଥିଲେ, ଆପଣ କାହିଁକି ଏମିତିକା ପାପ କାମ କରୁଥିଲେ। କିନ୍ତୁ ସେତେବେଳେ ଆଉ କିଛି ନଥିବ, ସେତେବେଳେ ସବୁ କିଛି ସରିଯାଇଥିବ। ତ ସେଥିପାଇଁ ସମସ୍ତଙ୍କୁ ସତର୍କ କରିଦେବା ପାଇଁ ରୁଦ୍ର ଆମକୁ ଏହି କାହାଣୀ ପଠାଇଛନ୍ତି। ତ ଆଶା କରୁଛି ଆଜିର ଏହି କାହାଣୀରେ ଆପଣମାନଙ୍କୁ ବହୁତ କିଛି ଶିଖିବା ପାଇଁ ମିଳିଥିବ। ତ ଆପଣମାନଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କି ଏହି କାହାଣୀରେ ଭୁଲ କାହାର ରହିଲା। ଆଉ ଗୋଟେ ଭିଡ଼ିଓ ଶେଷ କରିବା ପୂର୍ବରୁ ଆଉ ଗୋଟିଏ ଅନୁରୋଧ ଆପଣ ସମସ୍ତଙ୍କୁ, ଯଦି ଆପଣମାନେ କେହି ବି ଯେଉଁମାନେ ଖାସ୍ କରିକି ବିବାହିତ, ଯଦି ଆପଣମାନେ ବାହାରେ ନିଜ ସ୍ତ୍ରୀଙ୍କୁ ଗାଁରେ ଛାଡ଼ି ଦେଇ ବାହାରେ ଚାକିରି କରିବା ପାଇଁ ଯାଉଛନ୍ତି, ତ ସତ ଚେଷ୍ଟା କରନ୍ତୁ କି ନିଜ ସ୍ତ୍ରୀଙ୍କୁ ବି ନିଜ ସହ ନେଇଯିବା ପାଇଁ। ଆପଣ ଯେଉଁଠି ବି ରହୁଛନ୍ତି, ଦିନରେ ଅଫିସକୁ ଯାଉଛନ୍ତି କିମ୍ବା ନିଜ କାମରେ ଯାଉଛନ୍ତି, ରାତିରେ ଯେମିତି ଆସି ନିଜ ସ୍ତ୍ରୀଙ୍କ ସହ ଆପଣଙ୍କର ଦେଖା ହେଉଥିବା ଦରକାର। ମୋର ଏଇଟା ଆପଣମାନଙ୍କୁ ଅନୁରୋଧ। ଆଉ ଜାଣିଛି ଏଇଟା ସମସ୍ତଙ୍କ ପାଇଁ ସମ୍ଭବ ନୁହଁ, କାହିଁକିନା ସମସ୍ତେ ଚାହାନ୍ତି ତ ଏଇଆ, କିନ୍ତୁ କରିପାରନ୍ତିନି। ନିଜ ସମସ୍ତଙ୍କ କାମ ଅଲଗା ଅଲଗା ଆଜ୍ଞା। କିଏ କେଉଁ କାମରେ ଥିବ ଆଉ ନିଜ ପରିବାରକୁ ସମୟ ଦେଇପାରୁନଥିବ, ନିଜ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିପାରୁନଥିବ। ଏଇଟା ଆଜ୍ଞା ମୁଁ ବି ବୁଝୁଛି, କିନ୍ତୁ ମୋର ଏଇଟା ଆପଣମାନଙ୍କୁ ଅନୁରୋଧ, ଆପଣ ସତ ଚେଷ୍ଟା କରନ୍ତୁ କି ନିଜ ସ୍ତ୍ରୀଙ୍କୁ ନିଜ ପାଖକୁ ଆଣିବା ପାଇଁ। ତ ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।